ସହରର ଏନ୍ଏଚ୍ ବିଭାଗ କୁହନ୍ତୁ, ପିଡବ୍ଲ୍ୟୁଡି ବିଭାଗ କୁହନ୍ତୁ, ଏମ୍ଆଇ ବିଭାଗ କୁହନ୍ତୁ କିମ୍ବା ପୌର ପରିଷଦ କଥା କୁହନ୍ତୁ, କାହାରି ଭିତରେ ସମନ୍ୱୟତା ରହୁନି, ଯାହା ପାଇଁ କି ଡ୍ରେନେଜର ଆଉଟଲେଟ୍ ଯେଉଁଭଳି ଭାବରେ ପାଣି ବାହାରକୁ ନିଷ୍କାସନ କରାଯିବା କଥା ତାହା ହେଇପାରୁନି ଏବଂ ତା ଦ୍ୱାରା ସହରର ପଡ଼ା କୁହନ୍ତୁ, ଗଳି କୁହନ୍ତୁ, ମୁଖ୍ୟ ରାସ୍ତା କୁହନ୍ତୁ କିମ୍ବା ଏନ୍ଏଚ୍ କୁହନ୍ତୁ, ସବୁଠାରେ ଜଳମଗ୍ନ ପରିସ୍ଥିତି। କିଛି ସମୟ ପାଇଁ ଯଦି ବର୍ଷା ଛାଡ଼ିଲା ତ ପାଣି ଯିବ, ନହେଲେ ଜେସାକୁ ତେସା ପରିସ୍ଥିତି। ବର୍ତ୍ତମାନ ମୁଁ ରହିଛି ଅଣ୍ଡର ବ୍ରିଜ ତଳେ, ଯୋଉଟା କି ବଲାଙ୍ଗୀର ଭୀମଡୁଙ୍ଗରି ଯୋଉ ପର୍ଯ୍ୟଟନ ସ୍ଥଳୀ ରହିଛି, ମୁଖ୍ୟ ରାସ୍ତା। କେବଳ ଯେ ଭୀମଡୁଙ୍ଗରି ପର୍ଯ୍ୟଟନ ସ୍ଥଳୀ ନୁହଁ, ଗୁଡ଼ାଏ ଗ୍ରାମାଞ୍ଚଳ ରହିଛି, 2ଟି ସ୍କୁଲ ରହିଛି। ସ୍କୁଲ ଯଦି ଯିବେ ସକାଳୁ ତାହେଲେ ଏଇ ଯଦି ପାଣି ନ କମିଲା ତାହେଲେ ସ୍କୁଲ ମଧ୍ୟ ବନ୍ଦ। ଦେଖନ୍ତୁ କିଭଳି ଭାବରେ ଯୋଉ ରେଡ ଆଲର୍ଟ ରହିଥିଲା, ଯୋଉଭଳି ଭାବରେ ଯୋଉ ତାଙ୍କର ସଂକେତ ରହିଛି ଯେ ରେଡ ଜୋନ୍ ଉପରେ, ତା ଉପରେ ପାଣି ରହିଥିଲା। ବର୍ତ୍ତମାନ ମଟର ଲଗାଯାଇଛି, ମଟର ଦ୍ୱାରା ପାଣି ନିଷ୍କାସନ କରାଯାଉଛି। ଏ ରାସ୍ତାରେ ଯିବା ଆସିବା ବନ୍ଦ। ପଛପଟେ ଦେଖିବି କେତେ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ରାତି 11ଟା ଉପରେ ସମୟ ହେଲାଣି, ଯୋଉମାନେ କି କାମ ସାରିକି ଫେରୁଛନ୍ତି ଏବଂ ସେମାନଙ୍କୁ ଘରକୁ ଫେରିବାର ଅଛି, କିନ୍ତୁ ଏ ରାସ୍ତା ପାଇଁ ସେମାନେ ଯିବା ଭାରି ମୁସ୍କିଲ। ଦେଖନ୍ତୁ ଜଣେ ବ୍ୟକ୍ତି ଯାଉଛନ୍ତି ମଧ୍ୟ ରିକ୍ସ ନେଇକି, କିନ୍ତୁ ଯଦି ସେଭଳି ଭାବରେ ଖସି ପଡ଼ିଲେ କିମ୍ବା ପାଣି ଭିତରେ ବୁଡ଼ିଗଲେ ତାହେଲେ ତା ପାଇଁ ଜୀବନ ପ୍ରତି କିଏ ଧ୍ୟାନ ଦେବ? ଏ ପରିସ୍ଥିତି ବର୍ତ୍ତମାନ ବଲାଙ୍ଗୀର ଯଦି କହିବା ବିଭିନ୍ନ ସ୍ଥାନରେ ରହିଛି। ଯୋଉ ରେଲୱେ ବିଭାଗ କଥା କୁହନ୍ତୁ, ବାରମ୍ବାର ଅଭିଯୋଗ କରୁଛନ୍ତି ଅଞ୍ଚଳ ଲୋକ, କିନ୍ତୁ କେହି ଶୁଣିବାକୁ ନାରାଜ। ଭାଇ କେନକେ ଯାଇଥିଲ? हाँ କେନକେ ଯାଇଥିଲ? इधर बलांगीर स्टेशन के ଷ୍ଟେସନ ଯାଇଥିଲ? हाँ କେନ୍ଦାରେ ଫିରବ ଇଆଦେ ଫ୍ୟାନ୍ ତ ପେକ୍ ଅଛି। फिर वहाँ जी হ্যাঁ फिर वहाँ जी ଅସୁବିଧା नहीं ହବାର, ଏଟା ଡେଲି ଆନା ଆନା କରୁଛ, ଡେଲି ଆନା ଆନା କରୁଛ हाँ କି? हाँ हाँ হ্যাঁ असुविधा हो ନିହାତି ଭାବରେ ସେ କିଛି କହିବାକୁ ମଧ୍ୟ ଭୟ ରହୁଛନ୍ତି। ଦେଖନ୍ତୁ ଗାଡି ମଧ୍ୟ ଫସିଗଲା ଭିତରେ। ତ ଏଭଳି ପରିସ୍ଥିତି ଯଦି କାହାର ଜୀବନ ଯାଏ ତା ପାଇଁ ଦାୟୀ କିଏ ହେବ? ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି କିଭଳି ଭାବରେ ଏହାର ସ୍ଥାୟୀ ସମାଧାନ କରନ୍ତୁ। ଆଉ ଯଦି କହିବା ଏଠାରେ ମୁଁ ସୂଚନା ଦେବାକୁ ଚାହିଁବି ଯେ ନୂଆ ଯୋଉ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଯୋଉ ଭବ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତିଆରି କରିବାର ଅଛି, ତାହା ମଧ୍ୟ ନିର୍ମାଣ ହେବ ଏହା ପଛପଟେ। ତ ଭାବନ୍ତୁ ଏପଟେ ଜିଲ୍ଲାପାଳ କେମିତି ଯିବେ ଯେ ସେ ପୁଣି କାର୍ଯ୍ୟ ନିଜ ସମୟରେ ପହଞ୍ଚି ପାରିବେ? ସ୍ଥାନୀୟ ଲୋକ ଅଛନ୍ତି, ତାଙ୍କୁ ପଚାରିବା ଯେ କିଭଳି ପରିସ୍ଥିତି ରହିଛି, କେତେବେଳୁ ପାଣି ରହିଥିଲା, କେତେ ବିପଦ ସଂକୁଳ। ଆଜ୍ଞା ଆପଣ ଅଞ୍ଚଳରେ ରୁହନ୍ତି, ବାରମ୍ବାର ଏ ପରିସ୍ଥିତି? এটা আজ্ঞা মানে বর্ষা যেতବେଳେ ହୁଏ এটা ফিক্স মানে এটা দরকার পড়লে এটি এটা ରୋଡ ନ କରିକି ବୋଧେ ଗୋଟେ ସମୁଦ୍ର ଘୋଷଣା କରିଦେଲେ ବି ଚଳିବ, କାହିଁକିନା ଡଙ୍ଗା ଲଗେଇଲେ ଭଲ ହବ। ରାସ୍ତାରେ ଆମେ ପାରି ହେଇପାରିବାନି, ଡଙ୍ଗା ଲଗେଇଦେଲେ ଆରାମରେ ଯିବା ଆସିବା କରିପାରିବା। ରାସ୍ତା ଉପରେ ଡଙ୍ଗା ଚାଲିବ? ହଁ ଡଙ୍ଗା ଆରାମରେ ଚାଲିବ। ଦେଖନ୍ତୁ କେତେ ପାଣି ଅଛି ଯେ ଡଙ୍ଗା ପାରମାନେଣ୍ଟ ଆରାମରେ ଗୋଟେ ଇସ୍ୟୁ କରିଦେଲେ, ଡଙ୍ଗା ଲଗେଇଦେଲେ ଆରାମରେ ଡଙ୍ଗାରେ ଲୋକ ବାକ ଯିବା ଆସିବା କରିବେ। କେତେ ସମୟ ପର୍ଯ୍ୟନ୍ତ ପାଣି ରହିଥିଲା, ଆପଣ କିଭଳି ଭାବରେ ଜାଣିଲେ? ପାଣି ତ ସନ୍ଧ୍ୟା 6ଟାରୁ ଏବେ ଯାଏ ଟିକେ ପାଣି ମଟର ଲଗେଇଛନ୍ତି, ମଟର ଯୋଉଟା ତାଙ୍କର ପାରମାନେଣ୍ଟ ସଲ୍ୟୁସନ ଖୋଜିଛନ୍ତି ରେଲୱେ ଡିପାର୍ଟ, ତ ମଟର ଲଗେଇଛନ୍ତି। ମଟର ଲଗେଇଲା ପରେ ପାଣି ଟିକେ ଜଷ୍ଟ ଯାଇଛି। ଆଉ ଯଦି ଦରକାର ପଡିଲେ ମାନେ ଗୋଟେ ପେସେଣ୍ଟ ଯଦି ଏବେ ଯଦି ଏଇ ରୋଡରେ ଯଦି ଆସିଗଲା ତ ଏଠି ତାଙ୍କର ଜୀବନ ପଳେଇଯିବ। ଜିଲ୍ଲାପାଳ ଅଫିସ ହବ? ହଁ ଜିଲ୍ଲାପାଳ ଅଫିସ ହବ ମାନେ ତ ରୋଡ ନ କରିକି ଏଠି ଗୋଟେ ଭଲ ଗୋଟେ ପୋର୍ଟ କରିଦବା କଥା, ଜାହାଜ ଯେମିତି ଯିବ ଏଇ ଏରିଆରେ। କେତେ ବିପଦ ହେଲାଣି ଏଇ ଅଞ୍ଚଳବାସୀ? ଦିଟା ଆଜି ଗାଡି ଗଲା ବେଳେ ଭାସିଗଲେ, ତାଙ୍କର ପରିବାର ଯୋଉଥିଲେ ଭାସିଗଲେ, ଆମେ ପିଲାମାନେ ବାହାର କରି ରେସ୍କ୍ୟୁ କଲୁ। ହଁ ବର୍ତ୍ତମାନ ଲୋକ ଯାଉଛନ୍ତି, ତାଙ୍କ ଗାଡି ବି ଖରାପ ହଉଛି, ଲୋକ ହଇରାଣ ହଉଛନ୍ତି। ୟା ପାଇଁ ମାନେ ରିକ୍ୱେଷ୍ଟ, ବିଭାଗୀୟ କିଏ ଆସିଥିଲେ? ହଁ ରେଲୱେ ଅଫିସର ଆସିଥିଲେ, ତାଙ୍କ ସହିତ ଆମେ କଥାବାର୍ତ୍ତା କଲୁ। ଆମ 2ଟା ସାହି ଆଉ ଏଇ ରାସ୍ତାରେ 2ଟା ସ୍କୁଲ ଅଛି, ବଡ ବଡ ସ୍କୁଲ ଅଛି, ତ ଏଇ ଉପରେ ଟିକେ ବିଶେଷ ଧ୍ୟାନ ଦେଲେ ଭଲ ହୁଅନ୍ତା। ନିହାତି ଭାବରେ ଯୋଉଭଳି ଭାବରେ ଲୋକ, ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି, ବାରମ୍ବାର ଅଭିଯୋଗ କରୁଛନ୍ତି। ଦେଖନ୍ତୁ ରାତି 11ଟା ଉପରେ ସମୟ ହେଲାଣି, କେତେ ଲୋକ ଏ ରାସ୍ତା ଉପରେ ନିର୍ଭର କରୁଛନ୍ତି। ସାମାନ୍ୟ ଗୋଟେ ମଟର ସାହାଯ୍ୟରେ ପାଣି ନିଷ୍କାସନ କରିବା କେତେ ଦୂର ଠିକ ଏବଂ କିଭଳି ଭାବରେ ଏମାନେ ଏ ରାସ୍ତା ଉପରେ ଭରସା କରିପାରିବେ, ତାହା ସବୁଠାରୁ ବିଡ଼ମ୍ବନା। ଏବଂ ଯଦି କହିବା ବଲାଙ୍ଗୀର ସହରର କଥା, ଯୋଉ ମୁଖ୍ୟ ଜାତୀୟ ରାଜପଥ ରହିଛି, ସେଠାରେ ନାଳ ରହିଛି ଏବଂ ତାର ନିଷ୍କାସନ ଠିକ ଭାବରେ ପାଣି ହେଇପାରୁନି। ନୂତନ ଭାବରେ ଡ୍ରେନେଜ କାମ ହେଇଛି, ଯୋଉଟା କି ଏନ୍ଏଚ ଡିପାର୍ଟମେଣ୍ଟ ତାର ନିଜ ବିଭାଗ ଦ୍ୱାରା କରାଯାଉଛି ଡ୍ରେନେଜ କାମ, ତାହା ଠିକ ହେଇପାରୁନି ବୋଲି ସହରର ବିଭିନ୍ନ ପାଣି ବାହାରକୁ ଯାଇପାରୁନି। ଯୋଉ ପିଡବ୍ଲ୍ୟୁଡି ବିଭାଗ ରହିଥିଲା, ଆମେ ସକାଳୁ ଆଜି ମଧ୍ୟ ଦେଖିଥିଲୁ ଯେ କିଭଳି ଭାବରେ ଯୋଉ ନାଳ, ଯୋଉ ମୁଖ୍ୟ ନାଳର ପାଣି ଆସୁଥିଲା ପୋଖରୀ ଭିତରକୁ, କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ସେଇ ପୋଖରୀ ନିର୍ମାଣ ହେଇଛି, କିନ୍ତୁ ତାକୁ ଭିତରକୁ କୌଣସି ଭାବରେ ଡ୍ରେନେଜ ପାଣି ଆସିବା କଥା ନୁହଁ, କିନ୍ତୁ ତା ଭିତରେ ପୁଣି ଡ୍ରେନେଜ ପାଣି ଆସିଲା। ଆଉ ସମଲେଶ୍ୱରୀ ମନ୍ଦିର କଥା ଯଦି କହିବା, ସେଇ ସମାନ କଥା ଆସିବ, କାରଣ
ଆଜି ଯଦି କହିବା ଆଜିର କଥା ତାହେଲେ ଏତେ ପାଣି ଆଣ୍ଠୁଏ ଉପରେ ପାଣି ରହିଥିଲା। ଆମେ ଯାଇଥିଲୁ ଭିଜୁଆଲ ନେବା ସମୟରେ ଭିତର ପଟୁ ତାଲା ମଧ୍ୟ ଦିଆଯାଇଥିଲା। ତାହେଲେ ଭାବନ୍ତୁ ସତକୁ ଲୁଚାଇବା ପାଇଁ ମଧ୍ୟ ସେଠାରେ ଯୋଜନା କରାଯାଉଛି। କାରଣ ଆଜି ସକାଳୁ ମଧ୍ୟ ଆମେ ଦେଖେଇଥିଲୁ ଯେ କିଭଳି ଭାବରେ ଯୋଉ ଦୋକାନୀ ରହିଛନ୍ତି କିଛି ଦୋକାନୀ ସେମାନେ ଲିଖିତ ଭାବରେ ସମଲେଶ୍ୱରୀ ମନ୍ଦିର କମିଟି କଥା କହିଥିଲେ ଏବଂ ଲେଟରରେ ମେନସନ କରିଥିଲେ ଯେ ସମଲେଶ୍ୱରୀ ମନ୍ଦିର କମିଟି ଆମେ ଏବଂ ଆମର ଦୋକାନ ଗୁଡାକ ଭଙ୍ଗା ଯାଉ ନ ଯାଉ ଡ୍ରେନେଜ ପାଇଁ। ତାହେଲେ ଯଦି ଡ୍ରେନ୍ କାମ ହେବ ନାହିଁ ଲୋକ ଜବରଦଖଲ କରିକି ରହିବେ ତାହେଲେ କିଭଳି ଭାବରେ ପାନୀୟ ଜଳ ନିଷ୍କାସନ ହେବ। ଆଜି ଯୋଉ ପରିସ୍ଥିତି ବଲାଙ୍ଗୀର ସହରର ଯୋଉ ମାଲପଡା ଯୋଉ ଆଶୁତୋଷ ବାବା ମନ୍ଦିର ରଥଯାତ୍ରା କମିଟି ତାର ଯୋଉ ଛାଉଣି ରହିଥିଲା ରଥ କଳାର ତାହା ଭାଙ୍ଗି ଯାଇଛି। ସବୁ ରଥ କାଠ ଏବଂ ଚକା ଆଣ୍ଠିଏ ପାଣି ଉପରେ ରହିଥିଲା। ଏବଂ ଯଦି କହିବା ଜଗନ୍ନାଥପଡାର ରଥ ତାର ଅଧ ଚକ ବୁଡି ଯାଇଛି। ବିଭିନ୍ନ ସ୍ଥାନରେ ରଥ କାମ ଚାଲିଛି ବର୍ତ୍ତମାନ ରଥଯାତ୍ରା ହାତରେ କିଛି ସମୟ ମାତ୍ର ରହିଛି। କିନ୍ତୁ ସେଇ ଭିତରେ ଯଦି ସେମାନେ ସମ୍ପୂର୍ଣ୍ଣ କରିପାରିବେ ନାହିଁ ରଥ କାମ କି ଏଇଭଳି କୃତ୍ରିମ ବନ୍ୟା ପରିସ୍ଥିତି ପାଇଁ ତା ପାଇଁ ଦାୟୀ କିଏ ରହିବ ଏ ପ୍ରଶ୍ନ ବର୍ତ୍ତମାନ ସାମ୍ନାକୁ ଆସୁଛି। ଯୋଉଭଳି ଭାବରେ ପୌର ପରିଷଦ କଥା ଯଦି କହିବା ତାହେଲେ ବିଭିନ୍ନ ସ୍ଥାନରେ ଯାଉଛନ୍ତି ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରୁଛନ୍ତି। କିନ୍ତୁ ଯେତେବେଳେ ସାମ୍ନାକୁ କଥା ଆସୁଛି କେତେବେଳେ ପିଡବ୍ଲ୍ୟୁଡି ବିଭାଗ କେତେବେଳେ ଏମଆଇ ବିଭାଗ କେତେବେଳେ ଏନଏଚ ବିଭାଗ ସମସ୍ତଙ୍କ ଭିତରେ ସମନ୍ୱୟର ଅଭାବ ପାଇଁ ବର୍ତ୍ତମାନ ବଲାଙ୍ଗୀର ସହରବାସୀ କୁହନ୍ତୁ କିମ୍ବା ଯୋଉ ବାହାରୁ ଆସୁଛନ୍ତି ସେମାନେ ବେଶ ହଇରାଣ ହଉଛନ୍ତି। କିନ୍ତୁ ୟାର ସମାଧାନର ବାଟ କେହି ବାହାର କରିପାରୁନାହାନ୍ତି। ଯାହାକି ମାଷ୍ଟର ଡ୍ରେନର ଯୋଉ ଗୋଟେ ମାଷ୍ଟର ପ୍ଲାନ କରାଯାଇଥିଲା ଯେ ବିଗତ 2 ବର୍ଷ ହେଲା ଆମେ ଶୁଣୁଛୁ ଯେ ଡ୍ରେନର ମାଷ୍ଟର ପ୍ଲାନ ହେବ କିଭଳି ଭାବରେ ସହର ଭିତରେ ଜଳ ରହିବନି ଜଳମଗ୍ନ ପରିସ୍ଥିତିରେ ଲୋକ ରହିବେନି ସେମାନେ ବାହାରକୁ ଯିବେ ତାଙ୍କ ପାଣି ନିଷ୍କାସନ ହେବ। କିନ୍ତୁ ସବୁ କିଛି ଫେଲ ମାରିଛି। ମାତ୍ର ମୌସୁମୀ ଆରମ୍ଭ ହେଇଛି ବର୍ଷା ଆରମ୍ଭ ହେଇଛି କିନ୍ତୁ ତା ଭିତରେ ଏଭଳି ପରିସ୍ଥିତି ଲୋକଙ୍କ ନିହାତି ଭାବରେ ସାଂଘାତିକ ଲୋକଙ୍କ ଘରେ ପଶିଛି। ଯୋଉଠିକି ଭିଭିଆଇପି ରାସ୍ତା କଡରେ ରୁଗୁଡି ପଡା ରହିଛି ସେଠାରେ ମଧ୍ୟ ସେହି ସମାନ ପରିସ୍ଥିତି ଲୋକଙ୍କ ଭିତରେ ଘର ଭିତରେ ଆଣ୍ଠିଏ ପାଣି। ତାହେଲେ ଭାବନ୍ତୁ କିଭଳି ଭାବରେ ଏଠିକାର ଯୋଉ ପ୍ରଶାସନ ରହିଛି କେତେ ଗୁରୁତର ଲୋକଙ୍କ ସମସ୍ୟାକୁ ନେଉଛି କେତେ ସମାଧାନ କରାଯାଉଛି ଏ ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଯୋଉ ଜିଲ୍ଲାପାଳ ରହିଛନ୍ତି କିମ୍ବା ଯୋଉ ବଡ ଅଧିକାରୀ ମାନେ ରହିଛନ୍ତି ତାଙ୍କ କାନକୁ ଏ ଖବର ଯାଉଛି ନା ନାହିଁ ସେମାନେ ଗୁରୁତର ସହିତ କଥାକୁ ନଉଛନ୍ତି ନା ନାହିଁ ତାହା ବଡ ପ୍ରଶ୍ନ। ଏବଂ କେବେ ଏ ସମସ୍ୟାର ସମାଧାନ ହେବ କେବେ ଲୋକ ଏଇ ଜଳବନ୍ଦୀ ମୁକ୍ତ ହେବେ ତାକୁ ନେଇକି ବର୍ତ୍ତମାନ ଲୋକ ଚିନ୍ତାରେ ରହିଛନ୍ତି। ଏବଂ ଦିନ କୁହନ୍ତୁ ରାତି କୁହନ୍ତୁ କିମ୍ବା ସକାଳ କୁହନ୍ତୁ ବର୍ତ୍ତମାନ ବର୍ଷା କିଛି ସମୟ ପାଇଁ ବନ୍ଦ ହେଇଛି। ଯଦି ପୁଣି ବର୍ଷା ହେଲା ରାତି ଲୋକ ଶୋଇ ମଧ୍ୟ ପାରୁନାହାନ୍ତି। ତାହେଲେ ଏ ସମସ୍ୟା ଗୁଡାକର ସ୍ଥାୟୀ ସମାଧାନ କେବେ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଏବଂ ୟାକୁ ନେଇକି ଜିଲ୍ଲାପାଳ କଣ ଉତ୍ତର ଦଉଛନ୍ତି ଲୋକଙ୍କ ସାମ୍ନାରେ ତାହା ସବୁଠାରୁ ବଡ ପ୍ରଶ୍ନ ଉଠିଛି।